भागवते वासुदेवाय नमस्तुते पुरुषोत्तमद्वारो ब्रह्मा चरणाय नमः। भगवान को षोल कला कर्म भक्त वृंद पाखरे मोर अशेष कोटि शरण। दर्शक भाई भौणी माने भागवत हूँ भगवान को मुख निःसृत वाणी। आम आपण को बारंबार कही आसुचु भागवत 12 स्कंद हूँ भगवान कल्पिकर 12 हाथ खंडा। ये पाठ हूँ सिद्ध गुप्त पुणी सनातन। कहीं भगवान को बाणी महामहा मुनि मान पाखे जाए जेहेतु ये पाठ देवता माने ही जानी संसार को परीक्षित देव आसिला पर संसार में विख्यात होती। तेणुक ये पाठ आम संसार लोक को बुझा बहुत टी कष्ट हम कारण आम संसार मुहर समस्ते पढ़ी सारी। तेणुक संसार मुहर बाहर को हेले आमको ये पाठ बुझापी टी विलम्ब हम। तेणुक दर्शक भाई भौणी मैंने आज प्रथम स्कंदर चतुर्दश अध्याय को पाठ करवा। चतुर्दश अध्याय सुतवाच सुत कहती स्नेह भरे शुण सकल विप्र भरे अर्जुन राजार वचने गले जे द्वारका भुवने बंधु बांधव दृढ़ आसे स्नेह जड़ित मोह पासे माया मनुष्य रूपे हरि छद्र में गृह बास करी संसार खेल घर जार ब्रह्म शंकरे अगोचर हेमंत विचारी अंतरे मिलिले द्वारका नगरे तेहे मास तही रही कृष्ण चरणे मन देई। सुतमुनि स्नेह भरा होई समस्त मुनि मान को कहते समस्त मुनि गण मान शुण युधिष्ठिर कथारे बंधु बांधवों स्नेह मोह दृढ़ आशा को नहीं अर्जुन द्वारका भुवन को गले जार खेल घर आज्ञा ब्रह्माशंकर जानती नहीं। ब्रह्माशंकर जार खेल घर को कल्पना करते नहीं माया मनुष्य रूप को धरी आज्ञा संसार रे भगवान खेल घर बा लीला करुअछंती। अर्जुन यही भली अंतर चिंता करी आज्ञा द्वारकापुर जाई पहुँचले। हेमंत विचारी अंतरे मिलिले हे द्वार कानगरे केते मास तही रही कृष्ण चरणे मन देई हेमंते गला दिना केहेते चंचल मोहन छन्न नित्य अर्जुन नहमी लीला पासे घर धूत देखी त्रासे कालर देखी विपरीत अधर्म प्राणी करचित पाप आरंभ कले दम्भे जंत्रित काम क्रोध लोभे मित्र सुहृद संगमति भ्राता मातृभुजे पितृज्ञाति स्वामी भारी जा पितृतुले अग्नि जे उठ कंदले अरिष्ट होई लानेक स्वामी भारी जा पितृतुले अग्नि जे उठ कंदले अरिष्ट होई लानेक प्रकाश होई नरलोक पाप प्रकृति प्राणिकर देखी चकित निर्पवर। आज्ञा सुतमुनि मुनि मान को पुणी बुझाऊँ कौन आज्ञा अर्जुन कृष्ण चरण मन दे द्वारकापुर किछि दिन रहीगले। एही भली
କେତେ ଦିନ ଆଜ୍ଞା ବିତିଗଲା। ଯୁଧିଷ୍ଠିରଙ୍କର ଆଜ୍ଞା ମନ ବିଚଳିତ ହୋଇ ତାଙ୍କ ମନରେ ଗୋଟେ ଛନକା ପଶିଗଲା। ଯୁଧିଷ୍ଠିର କହୁଛନ୍ତି ଅର୍ଜୁନ ଦ୍ୱାରକାପୁରକୁ ଗଲା, ଏପର୍ଯ୍ୟନ୍ତ ଆସିଲାନି। ଆଉ ମୋତେ ଅଦ୍ଭୁତ ପ୍ରାୟ ଲାଗୁଛି, ଭୟ ଲାଗୁଛି, ଅର୍ଜୁନ ଏପର୍ଯ୍ୟନ୍ତ କାହିଁକି ଦ୍ୱାରକାପୁରରୁ ଆସିଲେ ନାହିଁ। କାଳ ବିପରୀତ ହୋଇ ପ୍ରାଣୀଙ୍କର ଅଧର୍ମ ପାପ କରି କାମ, କ୍ରୋଧ, ଲୋଭ ଆଉ ହିଂସା ଗର୍ବରେ ସମସ୍ତେ ଆଜ୍ଞା ପଡ଼ି ସାରିଲେଣି। ସମସ୍ତେ ସଂସାରରେ ପଡ଼ି ସାରିଲେଣି। ମିତ୍ର ମିତ୍ର ମଧ୍ୟରେ, ସାଙ୍ଗ ସାଙ୍ଗ ମଧ୍ୟରେ, ମା ବାପାଙ୍କ ମଧ୍ୟରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଦିନେ ଆଜ୍ଞା ଉପୁଜିଲାଣି। କଳହ ଆଜ୍ଞା ଅଗ୍ନି ଭଳି ହୁତାସନ ହୋଇ ଉଠିଲାଣି। ଲୋକମାନଙ୍କ ମଧ୍ୟରେ ଅନେକ ଅଶାନ୍ତି ସୃଷ୍ଟି ହେଲାଣି। ଏହିଭଳି ଲୋକଙ୍କର ପାପ ପ୍ରକୃତି ଦେଖି ଆଜ୍ଞା ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହୋଇଗଲେଣି। ଭୀମସେନକୁ ରାଇ ପାଶେ କହନ୍ତି ବିଶ୍ୱାସୀ ବିଶ୍ୱାସେ ଅର୍ଜୁନ ଦ୍ୱାରକା ଭୁବନେ ଗଲା ଯେ ବାନ୍ଧବ ସଦନେ କୃଷ୍ଣ ମହିମା କୃଷ୍ଣ ସାଙ୍ଗେ ଜାଣିବା ପାଇ ନାରଙ୍ଗେ ଏବେ ଶପଥ ମାସ ଗଲା ତେବେ ଅର୍ଜୁନ ନଇଲା କି କେବଳ ବିପରୀତ ଏଣୁ ଚଞ୍ଚଳ ମୋର ଚିତ କି ହେତୁ ମୋର ପାଶ ଛାଡ଼ି ଅର୍ଜୁନ ରହେ ଲୋଭ ବଢ଼ି ଏହା ତ ଜାଣି ନ ପାରଇ ଭୟ ବିକଳ ମୋର ଦେହି। ଆଜ୍ଞା ଯୁଧିଷ୍ଠିର ଭୀମସେନକୁ ପାଖକୁ ଡକାଇ ଶାନ୍ତି ଓ ବିଶ୍ୱାସର ସହିତ କହୁଛନ୍ତି, ହେ ଭାଇ ଭୀମ, ନର ଦେହରେ କୃଷ୍ଣ ସଙ୍ଗ କରି କୃଷ୍ଣଙ୍କ ମହିମା ଜାଣିବା ପାଇଁ ବନ୍ଧୁ ଘରକୁ ଦ୍ୱାରକା ନଗରକୁ ଅର୍ଜୁନ 7 ମାସ ହେଲା ଗଲାଣି, ଏପର୍ଯ୍ୟନ୍ତ ଆସିଲା ନାହିଁ। ଏହା କି ବିପରୀତ କଥା। ମୋ ମନ ବହୁତ ବିଚଳିତ ହେଉଛି। ଅର୍ଜୁନ ମୋ ପାଖରୁ ଛାଡ଼ି ଦ୍ୱାରକାପୁରରେ କୃଷ୍ଣଙ୍କ ପାଖରେ ଲୋଭରେ ପଡ଼ିଗଲେ କି? ମୁଁ ହିଁ ଜାଣିପାରୁନାହିଁ। ମୋ ଦେହ ଭିତରେ ବା ମୋ ମନ ଭିତରେ ଛନକା ସୃଷ୍ଟି ହେଉଛି। ଏ କଥା ଭୀମକୁ ଯୁଧିଷ୍ଠିର ରାଜା କହୁଛନ୍ତି। ପ୍ରଳୟ କାହାଳ ଶୂନ୍ୟ ପଥେ ନାରଦ କହି ଗଲେ ମୋତେ ଦିଶ ଇ ସଂସାର ଉଚ୍ଛନ୍ନ କିବା ବିହିଲେ ଭଗବାନ ସେ ହରି ସ୍ନେହେ ଅପ୍ରମାଦେ ମୁହିଁ ବସିଲି ରାଜପଦେ ଧନ ସମ୍ପଦ ଆଦି ମୋର ସର୍ବ ସମ୍ପଦ ଚକ୍ରଧର ସକଳ ପ୍ରଜା ମୋର ପାଦେ ଖଟନ୍ତି ଯାହାର ପ୍ରସାଦେ ତାହାର ଭଲ ଭଲେ ମୋର ସେନାଥ ଶରଣ ସୋଦର ଦେଖ ସ୍ୱଭାବେ ବୃକୋଦର ଦିଶେ ଆକାଶ ଅନ୍ଧକାର ତ୍ରିବିଧ ଆକାଶ ଉତ୍ପାତ ଏଣୁ ସଂଶୟ ମୋର ଚିତ। ଯୁଧିଷ୍ଠିର କହୁଛନ୍ତି, ପ୍ରଳୟ କାଳରେ ନାରଦ ମୁନି ମୋତେ କହିଗଲେ ସଂସାରଟା ନଷ୍ଟ ହୋଇଗଲା ଭଳି ଦିଶୁଛି। କ'ଣ ଏହା ଭଗବାନଙ୍କର ଭୟାଣ କି? ଭଗବାନଙ୍କର ସ୍ନେହ ସତର୍କତାରେ ରାଜପଦରେ ବସିଲି। ଧନ ସମ୍ପଦ ଯେତେ ମୋର ସବୁ ହେଉଛି ଭଗବାନଙ୍କର ଇଚ୍ଛା। ସମସ୍ତ ସମ୍ପଦ ହେଉଛି ଭଗବାନ। ଯାହାର ଆଜ୍ଞାରେ ସମସ୍ତ ପ୍ରଜାମାନେ ମୋ ପାଦରେ ଖଟନ୍ତି, ତାଙ୍କର ଫଳରେ ମୋର ଭଲ। ସେ ଭଗବାନ ଶରଣ ରକ୍ଷକ। ହେ ଭୀମ, ଦେଖ ଏ ଆକାଶ, ଏ 10 ଦିଗ ଅନ୍ଧାର ଦିଶୁଛି। ତ୍ରିବିଧରେ ମେଘ ପବନ ବିଜୁଳି ଆକାଶରେ ଉତ୍ପାତ ହେଉଛନ୍ତି। ଏଣୁ ମୋ ମନରେ ଭୟ ସୃଷ୍ଟି ହେଉଛି। ଏ କଥା ଯୁଧିଷ୍ଠିର ଭୀମକୁ କହୁଛନ୍ତି। ଭୂମି ଆକାଶ ପ୍ରାଣ ମନ ଭୟେ କମ୍ପିହୀନ ଛନ ଛନ
ମୋହର ମନ ବୁଦ୍ଧି ଚିତେ କମ୍ପେ କଦଳୀ ଜନେ ବାତେ କର ଚରହଣ ମଲୋଚନ ବାମେ ସ୍ଫୁରିତ ଘନ ଘନ ମୋହର କମ୍ପ ଶରୀର ଦେଖ ପ୍ରତ୍ୟକ୍ଷ ବୃକୋଦର ରାଜ ବେগে ନାଶ ଯିବ ଏମନ୍ତ ନିକଟେ ହୋଇବ ରବି ଉଦୟ କାଳେ ଆସି ଶୃଗାଳ ଯୁଥ ଯୁଥ ଦିଶି ପୂର୍ବ ଦିଗକୁ ମୁଖ କରି ବଦନୁଅନାଳ ଉଦ୍ଗାରି କରନ୍ତି ଭୟଙ୍କର ନାଦ ଏଣୁ ସୁସାଚ ପରମାଦ। ଆଜ୍ଞା ଯୁଧିଷ୍ଠିର ରାଜା ଭୀମକୁ କହୁଛନ୍ତି, ଭୂମି ଆକାଶ ପ୍ରାଣ ମନ ସବୁ ଆଜ୍ଞା ଭୟରେ କମ୍ପୁଛି। କାହାର ନା ଯୁଧିଷ୍ଠିରଙ୍କର। ମୋର ମନ ବୁଦ୍ଧି କଦଳୀ ଗଛ ଯେଉଁଭଳି ପବନରେ ଭାଙ୍ଗିଯାଏ ସେହିଭଳି ଭାଙ୍ଗି ପଡ଼ୁଛି। ମୋର ବାମ ଭାଗର ହାତ ପାଦ ଆଖି ସବୁ ସ୍ଫୁରିତ ହେଉଛି ବା ଡେଉଁଛି। ଭାଇ ଭୀମ ଦେଖ ମୋର ସାରା ଶରୀର କମ୍ପନ ହେଉଛି। ଏ ନିକଟରେ ରାଜ୍ୟ ବେଗେ ନାଶ ହେବ, କାହିଁକି ନା ଅଶୁଭ ସଂକେତ ଗୁଡ଼ିକ ମୋ ଆଗରେ ଦେଖାଯାଉଅଛି। ସୂର୍ଯ୍ୟ ଉଦୟ କାଳରେ ଶୃଗାଳମାନେ ଯୋଡ଼ି ଯୋଡ଼ି ହୋଇ ପୂର୍ବ ଦିଗକୁ ମୁଖ କରି ଭୟଙ୍କର ନାଦ କରୁଛନ୍ତି। ଏଣୁ ରାଜ୍ୟ ପାଇଁ ଭଲ ବା ଶୁଭ ସଂକେତ ନୁହେଁ। ମୁଁ ଭଲ ଭାବରେ ଜାଣିଛି ରାଜ୍ୟ ପାଇଁ ବିପଦ ପଡ଼ୁଛି। ଏକଥା ଆଜ୍ଞା ଯୁଧିଷ୍ଠିର ରାଜା ଭୀମକୁ କହୁଛନ୍ତି। କୁକୁର ମୋର ମୁଖ ଚାହିଁ ନିର୍ଭୟ ରୋଦନ କରଇ ଶୃଗାଳ ମୋର ବାମ ଭାଗେ ବେଗେ ପଳାନ୍ତି ଦକ୍ଷ ମାର୍ଗେ ଆବର ଶୁଭ ପ୍ରଶ୍ନ ଯେତେ ମୋତେ ଭ୍ରମନ୍ତି ବିପରୀତେ ଏ ମୋର ଗଜସ ଯେତେ ମୋତେ ଚାହାନ୍ତି ଅଶ୍ରୁ ନେତ୍ରେ ଯମର ଦୂତ ପ୍ରାୟ ଆସି ଉଲୁକ ମୋର ଆଗେ ବସି ଶବଦେ କମ୍ପାଇ ମେଦିନୀ ମୋର ଗୁହାନ୍ତେ ଯାଆନ୍ତେ ତୁନି ପ୍ରତି ଉଲୁକକୁ ନାଦେ ହୃଦୟ ଭୟଙ୍କର ଶବ୍ଦେ ଏ ଶବ୍ଦ ନିଶ୍ଚୟ ଶୂନ୍ୟମୟୀ ପ୍ରଜାଏ ନ ରହିବେ କେହି ଦେଖ ଏ ଧୂମ ଦଶ ଦିଶେ ଅନ୍ଧାର ଛନ୍ନେ ମହି ତ୍ରାସେ। ଆଜ୍ଞା ଯୁଧିଷ୍ଠିର ପୁଣି ଭୀମକୁ କହୁଛନ୍ତି, ନା କୁକୁରମାନେ ମୋ ମୁହଁକୁ ଅନାଇ ନିର୍ଭୟରେ କାନ୍ଦୁଛନ୍ତି। ଶୃଗାଳମାନେ ବାମରୁ ଡାହାଣକୁ ଦୌଡ଼ି ପଳାଉଛନ୍ତି। ଆଉ ଯେତେ ଶୁଭ ପ୍ରଶ୍ନ ଅଛି ସମସ୍ତେ ମୋତେ ଭ୍ରମିତ କରୁଅଛନ୍ତି। ମୋହର ଯେତେ ଅଶ୍ଵ ଗଜ ଅଛନ୍ତି ସମସ୍ତେ ଲୁହ ଭରା ଆଖିରେ ମୋତେ ଦେଖୁଛନ୍ତି। ଯମର ଦୂତ ପ୍ରାୟ ଉଲୁକ ଆସି ମୋ ଆଗରେ କୁହ କୁହ ନାଦ କରି ଭୟଙ୍କର ଶବ୍ଦ କରି ପୃଥିବୀ କମ୍ପନ କରୁଛି। ଆଉ ମୁଁ ଘର ଭିତରକୁ ଗଲା ପରେ ପୁଣି ହୋଇ ପଡ଼ୁଛି। ଏ ଶବ୍ଦ ନିଶ୍ଚୟ ଶୂନ୍ୟବାଣୀ, ପ୍ରଜାମାନେ କେହି ରହିବେ ନାହିଁ। ଦେଖ ଦଶ ଦିଗ ଅନ୍ଧାରରେ ପୃଥିବୀ ଭୟଙ୍କର ହେଉଛି। ପର୍ବତ ତୁଲେ ବସୁନ୍ଧରୀ କମ୍ପଇ ଘୋର ନାଦ କରି ଗଗନେ ନିର୍ଘାତ ଶୁଭଇ ବିଜୁଳି ତେଜ ପ୍ରକାଶଇ ବାୟୁ ଆକାଶେ ଖରତର ନିସ୍ତେଜେ ଲୁଚେ ଦିନକର ଧୂଳିରେ ଦିଶେ ଅନ୍ଧକାର ଶବଦେ କମ୍ପେ ତିନି ପୁର ରୁଧିର ବର ସନ୍ତି ମେଘେ ଆମିଷ ଗନ୍ଧ ଦଶ ଦିଗେ ସୂର୍ଯ୍ୟର ନଦୀ ସହିତେଜ ଗ୍ରହ ସହିତେ ନିଶାରାଜ ଦିଗ ଦିଶନ୍ତି ଧୂମମୟ ଘୋର ଅଦ୍ଭୁତ ଜାତ ହୁଏ ଉଛୁଳି ଉଠି ନଦୀ ନଦ
କରନ୍ତି ସିନ୍ଧୁ ପ୍ରାୟ ନାଦ ଜନ୍ତୁଙ୍କ ମନ ସେହି ମତେ ଅଦ୍ଭୁତ ପୁରୀ ତ ଜଗତେ। ଆଜ୍ଞା ପୁଣି ଯୁଧିଷ୍ଠିର ଭୀମକୁ କହୁଛନ୍ତି ପୃଥିବୀ ପର୍ବତ ମାନଙ୍କ ସହିତ ପ୍ରକମ୍ପିତ ହେଉଛି ବା କମ୍ପନ କରୁଅଛି ବା ଶବ୍ଦ କରୁଅଛି। ଆକାଶରେ ବିଜୁଳି ଆଲୋକରେ ନିର୍ଘାତ ଶବ୍ଦ କରୁଛି। ତିନି ପୁର ଶବ୍ଦରେ ପ୍ରକମ୍ପିତ ହେଉଛି ବା କମ୍ପନ କରୁଅଛି। ପ୍ରବଳ ପବନ ହୋଇ ଧୂଳିର ଅନ୍ଧକାର ହୋଇ ସୂର୍ଯ୍ୟଙ୍କର ତେଜକୁ ହ୍ରାସ କରୁଛି। ମେଘମାନେ ରକ୍ତ ବର୍ଷା କରି 10 ଦିଗ ଆମିଷ ଗନ୍ଧରେ ପରିପୂର୍ଣ୍ଣ ହେଉଅଛି। ନଦୀମାନେ ଉଛୁଳି ସମୁଦ୍ର ଭଳି ଗର୍ଜନ କରୁଅଛନ୍ତି। ଜୀବଜନ୍ତୁମାନେ ମନ ଦୁଃଖରେ ଅଛନ୍ତି। ଆଉ ଜଗତ ଅଦ୍ଭୁତ ପ୍ରାୟ ଲାଗୁଛି। ଅନଳ ଜଳେ ଧୂମାଧାର ଦିଶ ସବୁ ଅନ୍ଧକାର ବର୍ଷାଏ ଗଲେ ସ୍ତନ୍ୟ ପାନ ଗାବେ ନ ପିଅନ୍ତି ଜ୍ୟେଷ୍ଠନ ଋଣ ନ ଚରି ଅଶ୍ରୁ ମୁଖେ ବୃଷଭ ଗର୍ଜେ ମନ ଦୁଃଖେ ଭୟ କରଇ ଘୋର ନାଦ ଦେଖ ଅଦ୍ଭୁତ ପରମାଦ ଦେବତା ପ୍ରତିମାନ ଚଳେ ଭାସନ୍ତି ତନୁ ସ୍ୱେଦ ଜଳେ ଏ ଜନ ଜନ୍ତୁ ଯେତେ ଗ୍ରାମ ନଗର ଆକାଶ ଉଦ୍ୟାନ ଆଶ୍ରମ ଆଦି ଯେତେ ବନେ ମୋହିତ ଦେଖ ନୟନେ। ଯୁଧିଷ୍ଠିର କହୁଛନ୍ତି ପୁଣି ଭାଇ ବିପରୀତ କଥା। ବାଛୁରୀମାନେ ସ୍ତନ୍ୟପାନ କରିବାକୁ ଗଲେ ଗାଈମାନେ ବାଛୁରୀମାନଙ୍କୁ କ୍ଷୀର ପିଆଉନାହାନ୍ତି। ଘାସ ନ ଖାଇ ବୃଷଭ ବା ଷଣ୍ଢ ଲୁହମୁହାଁ ହୋଇ ମନ ଦୁଃଖରେ ଗର୍ଜନ କରୁଅଛି। ବୃଷଭ ଭୟରେ ରଡ଼ିବା ନାଦ କରୁଛି। ଦେଖ ଏ ଅଦ୍ଭୁତ ବିପଦ ଆସୁଛି। ଯେତେ ଲୋକ ଗ୍ରାମ ନଗର ଆକାଶ ଉଦ୍ୟାନ ଆଶ୍ରମରେ ଯେତେ ବର୍ଣ୍ଣ ସମସ୍ତେ ଦୁଃଖରେ ଅଛନ୍ତି। ସମସ୍ତେ ହତଶ୍ରୀ ଦେଖାଯାଉଛନ୍ତି। ସର୍ବେ ଦିଶନ୍ତି ହତଶ୍ରୀ ଚଳ ଚହଳ ବନଗିରି ବାହେ ଅନ୍ତଃରେ ସର୍ବ ଚାହିଁ ମୁହିଁ ଏମନ୍ତ ବିଚାରଇ ଶ୍ରୀକୃଷ୍ଣ ପାଦ ଲାଗି ମହି ଅତି ସୁନ୍ଦର ବିରାଜଇ ସେ ପାଦ ବା ଶୁନି ଗଲା ଅବନିଏ ମନ୍ତ ଦିଶିଲା ଏମନ୍ତ କହି ଭୀମ ଆଗେ ଧର୍ମ ନନ୍ଦନ ବେଗେ ଭୟେ କମ୍ପନ୍ତି ଛନ୍ନ ଛନ୍ନ ତକ୍ଷଣେ ମିଳିଲେ ଅର୍ଜୁନ ରାଜା ଚରଣ ତଳେ ପଡ଼ି ଅଜ୍ଞାନ ନମସ୍କାର ହୁଡ଼ି ଲୋଚନ ବହେ ଅଶ୍ରୁ ଜଳ ଦେହେ ବ୍ୟାପିତ ଶ୍ରମ ଝଳ ଅର୍ଜୁନ ଦେଖି ଧର୍ମ ସୁତ ତକ୍ଷଣେ ଛାଡ଼ି ଭୀମ ହସ୍ତ ବନ୍ଧୁ ଶ୍ରୁତ ମଧ୍ୟେ ଥାଇ ପୁଛନ୍ତି ଅର୍ଜୁନକୁ ଚାହିଁ ନାରଦ ବଚନ ସୁମରି ଭୟେ ଚିନ୍ତଇ ନର ହରି ଅର୍ଜୁନ ମୁଖ ଚାହିଁ ଭଣି ଛନ୍ନ ବଚନେ ନୃପମଣି। ଆଜ୍ଞା ଯୁଧିଷ୍ଠିର ଭୀମକୁ କହୁଛନ୍ତି ଶ୍ରୀକୃଷ୍ଣଙ୍କର ପାଦ ଲାଗି ପୃଥିବୀ ସୁନ୍ଦର ଦିଶୁଥିଲା। ସେ ପାଦ ଶୂନ୍ୟ ହୋଇଯିବାରୁ ହତ ସିରି ଭଳି ପୃଥିବୀ ଦିଶିଲା। ଭୀମ ଆଗରେ ଯୁଧିଷ୍ଠିର ଏହିଭଳି କହି ବିଚଳିତ ହେଉଛନ୍ତି ବା ଭୟଭୀତ ହେଉଛନ୍ତି। ଠିକ୍ ଏହି ସମୟରେ ଅର୍ଜୁନ ଦ୍ୱାରକାପୁରରୁ ଆସି ହସ୍ତିନାପୁରରେ ପହଞ୍ଚିଗଲେ ବା ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚିଗଲେ। ଅର୍ଜୁନ ଅଜ୍ଞାନରେ ନମସ୍କାର ନ କରି ରାଜାଙ୍କ ପାଦ ତଳେ ପଡ଼ିଗଲେ। ଅର୍ଜୁନଙ୍କ ଆଖିରୁ ଲୁହ ଝରି ପଡ଼ୁଥାଏ। ଦେହରେ ପରିଶ୍ରମର ଝାଳ ବହିଯାଉଥାଏ। ଯୁଧିଷ୍ଠିର ଅର୍ଜୁନକୁ ଏହିଭଳି ରୂପ ଦେଖି ଭୀମଙ୍କ ହାତକୁ ଯୁଧିଷ୍ଠିର ଛାଡ଼ିଦେଲେ। ବନ୍ଧୁ ବାନ୍ଧବମାନଙ୍କ ମଧ୍ୟରେ ଥାଇ ନାରଦ କଥାକୁ ସ୍ମରଣ କରି ଭୟରେ ଭଗବାନଙ୍କୁ ଯୁଧିଷ୍ଠିର ଚିନ୍ତା କଲେ। ଚିନ୍ତା କରି ମନ ଦୁଃଖରେ ଅର୍ଜୁନ ମୁଖକୁ ଚାହିଁ ପଚାରୁଛନ୍ତି ଅର୍ଜୁନ ଆଜ୍ଞା ଦ୍ୱାରକାପୁରରୁ ଆସି ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚି ଯାଇଛନ୍ତି। ପ୍ରିୟ ଦର୍ଶକ ଭାଇ ଭଉଣୀମାନେ, ଆଜି ବିଷୟବସ୍ତୁଟି ଏଇଠି ରଖିବା।
ପୁଣି ଆଗାମୀ ଅଧ୍ୟାୟରେ ଯେଉଁଠୁ ଛାଡ଼ିଲେ ସେଇଠାରୁ ପୁଣି ଆରମ୍ଭ କରିବା। ଭାଇ ଭଉଣୀମାନେ ଆମ ଭିଡ଼ିଓଟିକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିଦେବେ। ପ୍ରତି ନିଷ୍ଠୁର ଟିକେ ହେବେ ନାହିଁ, ଦୟାକରି ଆମ ଚ୍ୟାନେଲଟିକୁ ଟିକେ ଆଗକୁ ନେବେ। ଏତିକିରେ ଆମେ ଆପଣଙ୍କ ପାଖରୁ ବିଦାୟ ନେଉଛୁ। ଜୀବିତ ବିଷ୍ଣୁ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କର ଶରଣ ରକ୍ଷଣ ଶରଣ ରଖନ୍ତୁ।